ଆମେ ଆଜି ପହଞ୍ଚିଛୁ ଗଜପତି ଜିଲ୍ଲା ସଦର ମହକୁମା ପାଳାଖେଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟଠାରେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଗଜପତି ଜିଲ୍ଲାରେ କିପରି ଡାଇରିଆ ସ୍ଥିତି ରହିଛି ପଚାରି ବୁଝିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଠାରୁ। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଡାଇରିଆ ଲାଗିଥିବା ବେଳେ ଗଜପତି ଜିଲ୍ଲାରେ କ'ଣ ସ୍ଥିତି ରହିଛି ଚାଲନ୍ତୁ ପଚାରି ବୁଝିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଠାରୁ ଏହି ରିପୋର୍ଟ। ମୁଁ ଡକ୍ଟର ମୋବାରକ ଅଲି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ। ସାର୍ କ'ଣ କହିବେ, ବିଭିନ୍ନ ଜିଲ୍ଲାରେ ଡାଇରିଆ ବ୍ୟାପିଛି ଏବଂ ଗଜପତି ଜିଲ୍ଲା ପାଇଁ କ'ଣ ପଦକ୍ଷେପ ନିଆଯାଇଛି ବିଭାଗ ପକ୍ଷରୁ ଏବଂ ଖାଦ୍ୟର ମାନ ଯାଞ୍ଚ କରାଯାଉଛି କି ପରିଷ୍କାର ପରିଚ୍ଛନ୍ନତା ଉପରେ ବିଭିନ୍ନ ହୋଟେଲ ଯେଉଁ ଫାଷ୍ଟଫୁଡ଼ ଏବଂ ବିଭିନ୍ନ ଜଳଖିଆ ଦୋକାନରେ ଖାଦ୍ୟର ମାନ ଯାଞ୍ଚ କରାଯାଉଛି କି ଏହା ଉପରେ କ'ଣ ପଦକ୍ଷେପ ନିଆଯାଇଛି ବିଭାଗ ପକ୍ଷରୁ? ଆଜିର ଦିନରେ ଆମ ଜିଲ୍ଲାରେ କୌଣସି ଡାଇରିଆ ଆଟାକ୍ ହେଇନାହିଁ ଏବଂ ଡାଇରିଆ ନ ହେବା ପାଇଁ ଆମେ ଭିଜିଟ୍ କରିକି ସବୁ ବ୍ଲକ ଫଙ୍କସନାରୀ ଜଣେଇଛୁ ଏବଂ ପ୍ରତି ବ୍ଲକରେ ଏବଂ ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟରରେ କଣ୍ଟ୍ରୋଲ ରୁମ୍ ଖୋଲା ହେଇଛି। ପ୍ରତି ସ୍ୱାସ୍ଥ୍ୟ ଅନୁଷ୍ଠାନରେ ପ୍ରତି ସବ୍ ସେଣ୍ଟରରେ ଆମର ବ୍ଲିଚିଂ, ହାଲୋଜେନ୍ ଏବଂ ଆଣ୍ଟି ଡାଇରିଆଲ୍ ମେଡ଼ିସିନ ରଖାହେଇଛି ଏବଂ ଡେଲି ଦିନକୁ 2 ଥର ଆମର ରିପୋର୍ଟିଂ ହେଉଛି। ଆମେ ଦିନକୁ 2 ଥର ଷ୍ଟେଟ୍କୁ ମଧ୍ୟ ରିପୋର୍ଟିଂ କରୁଛୁ ଯେ ଡାଇରିଆ ହେଇଛି ନା ନାହିଁ ଏବଂ ଏ ବିଷୟରେ ଜିଲ୍ଲାପାଳ ମହୋଦୟ ଡେଲି ଆମଠୁ ରିପୋର୍ଟ ନେଉଛନ୍ତି ଏବଂ ତଦାରଖ କରୁଛନ୍ତି। ତେଣୁ ଆମର ଜିଲ୍ଲାରେ ଡାଇରିଆ ନାହିଁ, ହେବାର ସମ୍ଭାବନା ମଧ୍ୟ ବହୁତ କମ୍ ଅଛି। ଆଉ ଦ୍ୱିତୀୟ କଥା ହେଉଛି ଆମର ଯେଉଁ ଫୁଡ୍ ସେଫ୍ଟି ଅଫିସର ଅଛନ୍ତି, ସେ ପ୍ରତି ଫୁଡ୍ ସେଫ୍ଟି ଅଫିସର ଥ୍ରୋରେ ଆମେ ଟାଉନରେ ସବୁଠି ଆମେ ଫୁଡ୍ ହୋଟେଲ ଗୁଡ଼ା ଚେକିଂ କରୁଛୁ। ଆମର ରେଗୁଲାରଲି ୱାଟର ସାମ୍ପଲ୍ ଚେକିଂ ହେଉଛି, ୱାଟର ସାମ୍ପଲ୍ ପବ୍ଲିକ୍ ଲାବୋରେଟୋରୀ ଟେଷ୍ଟିଂ ହେଉଛି। ଆଜି ପର୍ଯ୍ୟନ୍ତ ଆମ ପାଖରେ କୌଣସି ରିପୋର୍ଟ ନାହିଁ ଯେ କେଉଁଠି ଡାଇରିଆ ହେଇଛି। ପ୍ରତିଦିନ ପ୍ରତି ମାସରେ ଖାଦ୍ୟ ମାନ ଯାଞ୍ଚ କରାଯାଉଛି କି ବିଭାଗ ପକ୍ଷରୁ? ଫୁଡ୍ ସେଫ୍ଟି ଅଫିସର ଫୁଡ୍ ସେଫ୍ଟି ଥ୍ରୋରୁ ଆମର ପ୍ରତି ବ୍ଲକରେ ଆମେ ଖାଦ୍ୟମାନ ଚେକ୍ କରୁଛୁ ଏବଂ ଏହାର ସାମ୍ପଲ୍ ମଧ୍ୟ ଆମେ ପଠାଉଛୁ ଷ୍ଟେଟ୍ ଲାବୋରେଟୋରୀକି ଟେଷ୍ଟ। ଜନସାଧାରଣ କ'ଣ କହିବେ? ଜନସାଧାରଣ ଏତିକି କହିବେ ଯେ ବାସି ଖାଦ୍ୟ ଖାଆନ୍ତୁ ନାହିଁ, ମାଛି ବସିଥିବା ଖାଦ୍ୟ ଖାଆନ୍ତୁ ନାହିଁ, ହାତ ସବୁବେଳେ ଖାଦ୍ୟ ଖାଇବା ପୂର୍ବରୁ ଭଲ କରି ହାତ ଧୁଅନ୍ତୁ। ଆଉ ଯଦି କେଉଁଠି ଡାଇରିଆ ଲାଗିବାରେ ଇନଫର୍ମେସନ୍ ଥାଏ ତାହେଲେ ଆମ ପାଖକୁ ଆମକୁ ଜଣାନ୍ତୁ, ଆଶାକୁ ଜଣାନ୍ତୁ, ଆମକୁ ଜଣାନ୍ତୁ, ଆମେ ତୁରନ୍ତ ପଦକ୍ଷେପ ନେବୁ। ଗଜପତିରୁ ବିବେକାନନ୍ଦ ବେହେରା, ରିପୋର୍ଟର୍ସ ଟୁଡେ।